ବନ୍ଧୁଗଣ 2026ରେ ରାହୁଙ୍କ କୃପା 3 ରାଶି ଉପରେ ଟଙ୍କାର ବର୍ଷା। ବନ୍ଧୁଗଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଯଦି ଜାତକର 10ମ ସ୍ଥାନରେ ତାହେଲେ ଦୁନିଆ ହାତ ମୁଠାରେ। ପାପଗ୍ରହ ବୁଲାଉଥିବା ରାହୁଙ୍କ ଗତି ଯୋଗୁଁ ନୂତନ ବର୍ଷ ଆର୍ଥିକ 2026ଟି ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଅଛି। ଏହି ନୂତନ ବର୍ଷରେ ରାହୁଙ୍କ ଗତି 2 ଥର ପରିବର୍ତ୍ତନ ହେବ। ବନ୍ଧୁଗଣ 5 ଡିସେମ୍ବର 2026ରେ ରାହୁ ଶନିଙ୍କ କୁମ୍ଭ ରାଶିରୁ ମକର ରାଶିକୁ ଗମନ କରିଥିଲେ। ରାହୁ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ ପ୍ରାୟ 28 ମାସ ପରେ ହେବାକୁ ଯାଉଛି। ଏହା ପୂର୍ବରୁ 2 ଅଗଷ୍ଟ 2026ରେ ରାହୁ କୁମ୍ଭ ରାଶିରେ ରହି ଧନିଷ୍ଠ ନକ୍ଷତ୍ରରେ ଗମନ କରିବେ। ଜ୍ୟୋତିଷଙ୍କ ଅନୁସାରେ 2026ରେ ରାହୁଙ୍କ ଗତି 3ଟି ରାଶିର ବ୍ୟକ୍ତି ବିଷୟଙ୍କୁ ଲାଭ ଦେଇପାରେ। ତେବେ ନୂଆ ବର୍ଷରେ କେଉଁ କେଉଁ ରାଶି ଉପରେ କୃପାର କଳସ ଢାଳିବେ ରାହୁ ଆସନ୍ତୁ ଜାଣିବା। ବନ୍ଧୁଗଣ ରାହୁଙ୍କ କୃପା ଯୋଗୁଁ ନୂଆବର୍ଷ 2026ରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବେରୋଜଗାର ବ୍ୟକ୍ତିଙ୍କୁ ଚାକିରି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି। ବନ୍ଧୁଗଣ ଏବଂ ବ୍ୟବସାୟୀ ମାନେ ଭଲ ଲାଭ ଦେଖିପାରନ୍ତି। କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ନିଷ୍ପତ୍ତି ଆପଣଙ୍କ ଜୀବନକୁ ବଦଳାଇ ପାରେ। ଚଳିତ ବର୍ଷ ଆପଣ କିଛି ମୂଲ୍ୟବାନ ଜିନିଷ କିମ୍ବା ଧାତୁ କିଣି ପାରନ୍ତି। ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଆପଣଙ୍କ ଆୟର ଉତ୍ସ ପ୍ରଭାବିତ ହେବ ନାହିଁ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ ଦୁର୍ବଳ ହୋଇଯିବେ। ସ୍ୱୟଂ ବୁଦ୍ଧିମତ୍ତା ମାଧ୍ୟମରେ ସଫଳତା ହାସଲ କରିବେ। ଅବିବାହିତଙ୍କ ବିବାହ ଯୋଗ ସୃଷ୍ଟି ହେବ। ବନ୍ଧୁଗଣ ରାହୁଙ୍କ ଚଳନ ତୁଳା ରାଶି ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏହି ରାଶିର ବ୍ୟକ୍ତି ବିଶେଷ ଅପ୍ରତ୍ୟାଶିତ ଆର୍ଥିକ ଲାଭ ଅନୁଭବ କରିବେ। ଯାନବାହନ କିମ୍ବା ସମ୍ପତ୍ତି କିଣିବାର ଆପଣଙ୍କର ସ୍ୱପ୍ନ ପୂରଣ ହୋଇପାରେ। ଧନ ବୃଦ୍ଧି ହେବ ଏବଂ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ଆପଣ ଆପଣଙ୍କ ସନ୍ତାନ ମାନଙ୍କ ସମ୍ବନ୍ଧୀୟ ଶୁଭ ଖବର ପାଇପାରନ୍ତି। ବନ୍ଧୁଗଣ ରୋଗରୁ ମୁକ୍ତି ପାଇବେ। ଔଷଧ ଚିକିତ୍ସା ଇତ୍ୟାଦିରେ ଖର୍ଚ୍ଚ କମ୍ ହେବ। ବନ୍ଧୁଗଣ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।